ସମସ୍ତଙ୍କୁ ମୋର ନମସ୍କାର। ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ଆପଣମାନେ ଭିଡ଼ିଓକୁ ଲାଷ୍ଟ ଯାଏ ଦେଖିବେ, ଜମା ବି ସ୍କିପ୍ କରିବେ ନାହିଁ। ଦର୍ଶକ ବନ୍ଧୁ ଆମ ଭିଡ଼ିଓ ଯଦି ଭଲ ଲାଗୁଥାଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆସନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। ବାରମ୍ବାର ଶୋଷ ଲାଗିବା କେଉଁ ରୋଗର ଲକ୍ଷଣ ଅଟେ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ଟିଭି, ଅପସନ୍ ସି ଜଣ୍ଡିସ୍, ଅପସନ୍ ଡି ବ୍ଲଡ୍ ପ୍ରେସର। ଆର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଡାଇବେଟିସ୍। ବାରମ୍ବାର ଶୋଷ ଲାଗିବା ଦ୍ୱାରା ଡାଇବେଟିସ୍ ରୋଗର ଲକ୍ଷଣ ହୋଇଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସବୁଦିନ କଞ୍ଚା ରସୁଣ ଖାଇବା ଦ୍ୱାରା କେଉଁ ରୋଗ ମୂଳରୁ ଭଲ ହୋଇଥାଏ? ଅପସନ୍ ଏ ଥାଇରଏଡ୍, ଅପସନ୍ ବି ଇଓସିନୋଫିଲିଆ, ଅପସନ୍ ସି ଏସିଡିଟି, ଅପସନ୍ ଡି ବ୍ଲଡ୍ ପ୍ରେସର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଇଓସିନୋଫିଲିଆ। ଇଓସିନୋଫିଲିଆ କଞ୍ଚା ରସୁଣ ଖାଇଲେ ଭଲ ହୋଇଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାନମଧୁରୀ ସହିତ କ'ଣ ଖାଇଲେ ମଣିଷର ସ୍ମରଣ ଶକ୍ତି ବଢ଼ିଥାଏ? ଅପସନ୍ ଏ ଦହି, ଅପସନ୍ ବି ମହୁ, ଅପସନ୍ ସି କ୍ଷୀର, ଅପସନ୍ ଡି ଲବଙ୍ଗ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କ୍ଷୀର। ପାନମଧୁରୀ ସହିତ କ୍ଷୀର ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଗଛ ତଳେ ଶୋଇଲେ ମନୁଷ୍ୟର ମୃତ୍ୟୁ ହୋଇପାରେ? ଅପସନ୍ ଏ ବରଗଛ, ଅପସନ୍ ବି ନିମ୍ବ ଗଛ, ଅପସନ୍ ସି ପିଜୁଳି ଗଛ, ଅପସନ୍ ଡି ବାଉଁଶ ଗଛ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଆପଣମାନେ ଏହି ପ୍ରଶ୍ନର ଉତ୍ତର ଜାଣିବା ଆଗରୁ ଆମ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନିମ୍ବ ଗଛ। ନିମ୍ବ ଗଛ ତଳେ ମନୁଷ୍ୟ ଶୋଇଲେ ମୃତ୍ୟୁ ହୋଇପାରେ। ଦର୍ଶକ ବନ୍ଧୁ ଆପଣମାନେ ଏହି ଭିଡ଼ିଓକୁ ଲାଷ୍ଟ ଯାଏ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।